ଗୋଟିଏ ସଂଖ୍ୟାରୁ ଚାଲନ୍ତୁ ଦୁଇଟି ମଜାଦାର ଗଣିତ କଥା ଶିଖିବା। ଆସନ୍ତୁ ଆରମ୍ଭ କରିବା। ଚାଲନ୍ତୁ ନେବା ସଂଖ୍ୟା 6କୁ। ଏହାର ଦୁଇଟି ଅଲଗା ଅଲଗା କାହାଣୀ ଅଛି। ପ୍ରଥମ କାହାଣୀରେ ଦେଖିବା ଏହି ସଂଖ୍ୟା କେମିତି ଆଗକୁ ବଢ଼ି ବଢ଼ି ଯାଏ। ଏହାକୁ କୁହନ୍ତି ଗୁଣିତକ, ମାନେ ସିଧା କଥା, ଗୁଣ କରି ଆଗକୁ ବଢ଼ିବା। ତେବେ 6ର ଗୁଣିତକ ହେଲା 6, 12, 18 ଏମିତି ଏହା ଆଗକୁ ବଢ଼ି ଚାଲିବ, କେବେ ସରିବନି। ତେଣୁ ଗୋଟିଏ କଥା ସ୍ପଷ୍ଟ, ଗୁଣିତକ ସବୁବେଳେ ବଡ଼ ହୋଇଥାଏ। ଆଚ୍ଛା, ଏବେ ଦେଖିବା 6ର ଦ୍ୱିତୀୟ କାହାଣୀ। 6 କେଉଁ ସଂଖ୍ୟାରେ ତିଆରି? ଏହାକୁ କୁହନ୍ତି ଗୁଣନିୟକ, ମାନେ ଯେଉଁସବୁ ସଂଖ୍ୟା 6କୁ ପୂରାପୂରି ଭାଗ କରିପାରିବେ। ତେବେ 6ର ଗୁଣନିୟକଗୁଡ଼ିକ ହେଲା 1, 2, 3 ଆଉ ନିଜେ 6। କାରଣ 1କୁ 6ରେ ଆଉ 2କୁ 3ରେ ଗୁଣିଲେ 6 ମିଳେ। ବାସ୍ ଏତିକି। ଏଠି ମନେ ରଖିବେ, ଗୁଣନିୟକ ସବୁବେଳେ ସଂଖ୍ୟାଠାରୁ ଛୋଟ କିମ୍ବା ସମାନ ହୁଏ। ଏଇଠି ଦେଖନ୍ତୁ, ଦୁଇଟା ଭିତରେ ମୁଖ୍ୟ ପାର୍ଥକ୍ୟ, ଗୋଟିଏ ଅସୀମ ଆଉ ଗୋଟିଏ ସୀମିତ। ସରଳ ଭାବରେ ଗୁଣିତକ ଆଗକୁ ବଢ଼େ ଆଉ ଗୁଣନିୟକ ତାର ମୂଳ ଅଂଶ ଖୋଜେ। ଏବେ ଟିକେ ଭାବନ୍ତୁ, ସଂଖ୍ୟା 8ର ଗୁଣିତକ ଆଉ ଗୁଣନିୟକ କ'ଣ ହୋଇପାରେ?